ବୋଲ ମାନୁନାହିଁ ଆଖିର ଲୁହ, ଝରଝର ହୋଇ ବହି ଯାଉଛି ଲୁହଗୁଡ଼ା ସବୁ। ପୁଅର ଫଟୋକୁ ଧରି ଫଟା କପାଳକୁ ନିନ୍ଦା କରୁଛି ଜନ୍ମଦାତ୍ରୀ ମା। ପାଖରେ ବସି ବୁଝାଉଛନ୍ତି ସ୍ୱାମୀ, ସମ୍ପର୍କୀୟ ଆଉ ପଡ଼ୋଶୀ। ହେଲେ ସେ ପରା ମାଆର ମନ କେମିତି ବା ବୁଝିବ? ମାଆର ଆଖି ଆଗରେ ନିଜ ଭେଣ୍ଡିଆ ରୋଜଗାରିଆ ଗୁଲଗୁଲିଆ ପୁଅଟା ଜୀବନ ହାରି ଦେଇଛି, ଆଉ ସେ ପୁଣି ପ୍ରେମ ପାଇଁ। କୋଉ ମା ବା ସହିପାରିବ ଆଜ୍ଞା? ବାପା କହୁଛି ମୁଁ ବାହାରେ ରହି ମିସ୍ତ୍ରୀ କାମ କରି କେତେ କଷ୍ଟରେ ପୁଅକୁ ପଢ଼େଇ ଇଞ୍ଜିନିୟର କରିଥିଲି ଏଇ ବୁଢ଼ା ବୟସରେ ମୋ ସାହାରା ହେବ ବୋଲି। କିନ୍ତୁ ସେ ମୋ ସାହାରା ହେବା ପୂର୍ବରୁ ମୁଁ ତାକୁ ଏଇ କାନ୍ଧରେ ମଶାଣି ନେଇଗଲି। ପୁଅ କାନ୍ଧରେ ମଶାଣି ଯିବାକୁ ସ୍ୱପ୍ନ ଦେଖୁଥିବା ବାପାଟା ଯେତେବେଳେ ସେଇ ପୁଅକୁ ନିଜ କାନ୍ଧରେ ମଶାଣି ନେଉଛି, ସେତେବେଳେ କୋଉ ବାପା ବା ଧୈର୍ଯ୍ୟ ଧରି ସହିପାରିବ ଆଜ୍ଞା? ଏପଟେ ଦିନେ କି 2 ଦିନ ନୁହେଁ, 15 ଦିନ ହେଲାଣି ଘରେ ଜଳୁନି ଚୁଲି। କାହା ମନରେ ବା ସୁଖ ଶାନ୍ତି ଅଛି ଯେ ରୋଷେଇ କରି ଖାଇବେ? ସମସ୍ତଙ୍କ ମୁହଁରେ ତ ଖାଲି ଦୁଃଖ ଆଉ ଅବସାଦ। ଘରର ବଢ଼ିଲା ପୁଅ ବିଶ୍ୱଜିତକୁ ହରେଇ ଭାଙ୍ଗି ପଡ଼ିଛି ପୁରା ପରିବାର। ଆଉ ଏଇ ମୃତ୍ୟୁ ପାଇଁ ପରିବାର ଲୋକେ ପୁଅର ପ୍ରେମିକାର ହାତ ଅଛି ବୋଲି ଆଣିଛନ୍ତି ବଡ଼ ଅଭିଯୋଗ। ଏମିତି ଏକ ଘଟଣା ଘଟିଛି ବର୍ଚଣା ବ୍ଲକ ରଇତିପୁର ପଞ୍ଚାୟତ ବେଙ୍ଗପୁର ଗ୍ରାମର ଅକ୍ଷୟ କରଙ୍କ ପୁଅ ବିଶ୍ୱଜିତ କରଙ୍କ ଜୀବନରେ। ବାପା ଗୁଜୁରାଟରେ ରହି ମିସ୍ତ୍ରୀ କାମ କରି ପୁଅକୁ ଇଞ୍ଜିନିୟର କରାଇଥିଲେ। ପୁଅ ମଧ୍ୟ ବେଶ 2 ପଇସା ରୋଜଗାର କରୁଥିଲା, ବେଶ ହସ ଖୁସିରେ ଚାଲୁଥିଲା ପରିବାର। ହେଲେ ପୁଅ ଯେବେଠୁ ପ୍ରେମରେ ପଡ଼ିଲା, ସେବେଠୁ ପ୍ରେମିକା ପାଇଁ ବିଭିନ୍ନ ସମୟରେ ଫୋନ୍ ପେ ବିଭିନ୍ନ ମାଧ୍ୟମରେ ଟଙ୍କା ଉଡ଼ାଇବାରେ ଲାଗିଲା। ଶେଷରେ ସେହି ପ୍ରେମିକା ପାଇଁ ସେ ଜୀବନ ହାରିଲା ବୋଲି ପରିବାର ସମ୍ପର୍କୀୟ ଥାନାରେ ଅଭିଯୋଗ କରିଛନ୍ତି। ଯୁବପିଢ଼ିଙ୍କୁ ଘାରିଛି ପ୍ରେମ ନିଶା। ପ୍ରେମ ପ୍ରତାରଣା, ସନ୍ଦେହ କିମ୍ବା ସାମାନ୍ୟତମ କଳହ ପାଇଁ ଚାଲିଯାଉଛି ଗୋଟେ ପରେ ଗୋଟେ ଜୀବନ। ବାପା ମା ପରିବାର କଥା ନ ଭାବି ଆତ୍ମହତ୍ୟା କରୁଛନ୍ତି ଆଜିକାଲିର ଯୁବକ ଯୁବତୀ, ଯାହାଦ୍ୱାରା ନଷ୍ଟ ହେଉଛି ପରିବାର। ତେବେ ଏହି ଘଟଣାରେ ବାଲଚନ୍ଦ୍ରପୁର ପୋଲିସ ତଦନ୍ତରେ ଶିଥିଳତା ଅବଲମ୍ବନ କରୁଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଆଗାମୀ ଦିନରେ ଏସ୍ପିଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ପୁରା ପରିବାର। ଯାଜପୁରରୁ ରାଜତିଲକ ମହାନ୍ତିଙ୍କ ରିପୋର୍ଟ, A1 ଓଡ଼ିଆ।